ଜୟ ଜଗନ୍ନାଥ। ଘରେ ବା ବାସ୍ତୁରେ ଫଟୋଚିତ୍ର କେଉଁ କେଉଁ ଫଟୋଚିତ୍ର ରଖିଲେ ଘର ପାଇଁ ମଙ୍ଗଳପ୍ରଦ ହୋଇଥାଏ ଏବଂ କେଉଁ ଜାଗାରେ କେଉଁ କେଉଁ ଫଟୋଚିତ୍ର ସବୁ ଟାଙ୍ଗିଲେ ଶୁଭ ହୋଇଥାଏ ଏବଂ କେଉଁ ଫଟୋଚିତ୍ର ତାହା ଘର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ ଜାଣିବା ଆଜିର ଭିଡ଼ିଓରେ। ଗୃହରେ ରାମାୟଣ, ମହାଭାରତ କିମ୍ବା କୌଣସି ଯୁଦ୍ଧ ସମ୍ବନ୍ଧୀୟ ଇନ୍ଦ୍ରଜାଲ ସମ୍ବନ୍ଧିତ ବା ରାକ୍ଷସଙ୍କର ମୂର୍ତ୍ତି ଏସବୁ ରଖିଲେ ବାସ୍ତୁ ପାଇଁ ମଙ୍ଗଳଦାୟକ ହୋଇନଥାଏ, କ୍ଷତିକାରକ ହୋଇଥାଏ। ସ୍ୱଭାବ ସେ ଘରର ବ୍ୟକ୍ତିମାନଙ୍କ ସ୍ୱଭାବ ସେହା ମଧ୍ୟ ହୋଇଥାଏ। ଯେ ଆମେ ଜାଣିବା ପଶୁପକ୍ଷୀଙ୍କର ଘୁଷୁରୀ, ଶୃଗାଳ, ସର୍ପ, ଶାଗୁଣା, ପେଚା, କପୋତ, କାଉ, ଛଞ୍ଚାଣ, ଯଦି ଏ ପଶୁପକ୍ଷୀମାନଙ୍କର ମଧ୍ୟ ଯଦି ଚିତ୍ର ଅଛି ଘର ପାଇଁ ଶୁଭପ୍ରଦ ନୁହେଁ, କ୍ଷତିକାରକ ଥାଏ। ତେଣୁ ଗୃହର ଉପରେ ଆମେ ଯାହା ବି ଫଟୋ ଟାଙ୍ଗିବା ଆମର ଉଚ୍ଚତାର ଠାରୁ ମିନିମମ୍ 6 ଇଞ୍ଚରେ ଫୁଟ ଉଚ୍ଚତା ଥିବା ଦରକାର। ଗୋଟେ ବ୍ୟକ୍ତି ଯଦି 5.5 ଫୁଟ ଥାଏ ତାହେଲେ 6.5 ଫୁଟ କିମ୍ବା 6 ଫୁଟ ଭିତରେ ମୂର୍ତ୍ତି ଟାଙ୍ଗିବେ, ଯେତେ ଉଚ୍ଚରେ ଟାଙ୍ଗିବା ଫଳପ୍ରଦ। ତେଣୁ ଧାର୍ମିକ ଚିତ୍ର ଏବଂ ମାଙ୍ଗଳିକ ଚିତ୍ର, ଓମ୍, ସ୍ୱସ୍ତି, ଗଣେଶ, ମାଛ ବା ଗାୟତ୍ରୀ ମନ୍ତ୍ର, ହରିନାମ ଏସବୁ ଚିତ୍ର ଲଗାଇଲେ ବା ଆଙ୍କିଲେ ଘର ପାଇଁ ଶୁଭଦାୟକ ହୋଇଥାଏ ଏବଂ କୁଦୃଷ୍ଟି ବା ଖରାପ ଆତ୍ମା ଅପଦେବତାଙ୍କର ଦୃଷ୍ଟିରୁ ମଧ୍ୟ ଏହି ଫଟୋଚିତ୍ର ଆମକୁ ରକ୍ଷା କରିଥାଏ। ତେଣୁ ଘରର ବାହାର ପଟ କାନ୍ଥରେ ବା ବାହାର ପଟର ମୁଖ୍ୟ ଦ୍ୱାରର ବାହାର ପଟରେ ଦକ୍ଷିଣାବର୍ତ୍ତୀ ଗଣେଶ, ପଞ୍ଚମୁଖୀ ହନୁମାନଙ୍କର ଫଟୋ ମଧ୍ୟ ରଖିଲେ ବାସ୍ତୁ ପାଇଁ ବହୁତ ଶୁଭଦାୟକ ହୋଇଥାଏ। ତ୍ରିଶକ୍ତି ସ୍ୱସ୍ତି, ଓମ୍, ତ୍ରିଶୂଳ ଯଦି ମୁଖ୍ୟ ଦ୍ୱାର ଉପରେ ଲଗାଯାଏ ସେ ମଧ୍ୟ ଆମ ଘରକୁ ସକାରାତ୍ମକ ଉର୍ଜା ଆସିବାର ସହଯୋଗ କରିଥାଏ, ନକାରାତ୍ମକ ଉର୍ଜାକୁ ମଧ୍ୟ ଦୂରୀଭୂତ କରିଥାଏ। କାନ୍ଥରେ ଲଗାଯାଇଥିବା ଦେବାଦେବୀଙ୍କର ଫଟୋ ବା ମୂର୍ତ୍ତି ଏ ଫଟୋ ଲାଗିଥାଏ ପରସ୍ପର ଯେ ଗୋଟିଏ କାନ୍ଥରୁ ଅଲଗା କାନ୍ଥ ଯଦି ସାମ୍ନାସାମ୍ନି ନଥିବ, ଯଦି ସାମ୍ନାସାମ୍ନି ଥାଏ ସେ ମଧ୍ୟ ନକାରାତ୍ମକ ଉର୍ଜା ତିଆରି କରିଥାଏ। ଷ୍ଟଡି ରୁମ୍, ଯେଉଁଟା ପିଲାମାନେ ପାଠ ପଢ଼ନ୍ତି, ଷ୍ଟଡି ରୁମ୍ରେ ସରସ୍ୱତୀଙ୍କର ଫଟୋ, ମହାପୁରୁଷଙ୍କର ଫଟୋ, ଗୁରୁଜନମାନଙ୍କର ଫଟୋ ଏବଂ ଗଜାନନଙ୍କର ଫଟୋ ମଧ୍ୟ ରହିଲେ ଶୁଭପ୍ରଦ ହୋଇଥାଏ, ପିଲାଙ୍କୁ ଭଲ ଆଶୀର୍ବାଦ ମିଳିଥାଏ। ପିଲାମାନେ ଉତ୍ତରମୁଖୀ ଖାଇ ପଡ଼ିଲେ ଶୁଭଦାୟକ ହୋଇଥାଏ। ଗୃହରେ ବ୍ୟବହାର କରାଯାଉଥିବା ଚିତ୍ରଗୁଡ଼ିକ ସୁନ୍ଦର ଏବଂ ଆକର୍ଷଣୀୟ ମନମୋହକ ହୋଇଥିଲେ ଘରକୁ ସକାରାତ୍ମକ ଉର୍ଜା ଆସିଥାଏ। ତେଣୁ ବାସ୍ତୁରେ କୌଣସି ଯୁଦ୍ଧକାଳୀନ ନଦୀରେ ବୁଡ଼ି ଯାଉଥିବା, ବଡ଼ ବଡ଼ ଜାହାଜ ନଦୀରେ ବୁଡ଼ି ଯାଉଥିବା, ଡଙ୍ଗା ବୁଡ଼ି ଯାଉଥିବା ଦୁର୍ଘଟଣାଜନିତ ଚିତ୍ର ମଧ୍ୟ ଘରେ ରଖିବା ପାଇଁ ବହୁତ ଅମଙ୍ଗଳଦାୟ ହୋଇଥାଏ। ତେଣୁ ଯେଉଁ ଚିତ୍ରରେ ପଜିଟିଭ୍ ଏନର୍ଜି ଆସୁଥିବ ସେ ଫଟୋ ସବୁ ରଖିଲେ ବାସ୍ତୁ ପାଇଁ ମଙ୍ଗଳଦାୟକ ହୋଇଥାଏ। ଜୟ ଜଗନ୍ନାଥ।